से याद किया गीत भी गाइले भलसे गीत गाइबे आ संभल जा जरा मोहब्बत करने चला है तू रुक जा जरा फिर मोहब्बत करने चला है तू सर बजे गाउन क्यों जानू ना मैं जानू ना ओ दिल कौन फूल काटुचु खाली फूल ना देखो लक्ष्मी पाद फूल ये सब काटी देछि भाई तो बाहर पर्यंत तुम जान कि काली पूरा हो जो माणबसा गुरुवार काली प्रथम पाली काली तुम 3टार उठल 6टार उठिब ना 3टार उठे गाधे गोटे मन उठिब कौन काटुचु देखानी এটা আমি তাকে কাটিছি তো ଭଲ ଆସେନି ତଥାପି ଯେତିକି ଆସିଛି ମୁଁ କାଟିଛି ଆଉ ଏଇଟା ସବୁ ଏଇଠୁ କାଟି କାଟିକି ଏତିକି ତାପରେ ସେ ଆମ୍ବଟା ଖମଡ଼ା ରଖିଛି ମୁଁ ଦେଇଦେବା पूरा फूलटा सकाळु गाधे सारा परे मुझे रखी टे गोबर कहीं ता भर मानने रहे तो सब जानते गोबर टे न रही हेनी टे एठी भी टिके रहिबो दीपटा लगे तबे एठी ठाकुर को चंदन फूल दे देछि एठी तापरे झुट्टीर फूल दबा आंबडाल एटा हूँ कंटा गोटे दयना तुलसी ना कौन आम सेपटे तो दि जाए कि एपटे दि जाटा है अँला पत्र अँला डाल डाल यहाँ है पुकशुंगा पत्र माने आम सियाड़े तो पुकशुंगा कहते एणे भी कहते आउ कुआड़े कौन कहते मुझे जान ना बरकुली पत्र तापर ये फूलटा को कौन कहते गोटे इंद्रमार्श गड़गलानी आसलाटा गेंडु फूल दुब रही जाए एठी हो गला तापर एथरे से फूल गोटे गोटे दबा
ଏଇଠି ଦୁଇଟା ଧୂପ, ଏଇଠି ଗୋଟେ ଧୂପ ଦେଲେ ବି ଚଳେ। ତାପରେ ଏଠି ଦେଇଦେବା। ଏଠି ଭୋଗଟା ଅଛି। ଆଜି ଦୀପ ହିଁ ଏଇଠି ରହିବ। ତାପରେ ଟିକେ ଝୁଣା ଲଗେଇବା। ମାନେ ଉଠିଲିଣି କେତେବେଳେ କିନ୍ତୁ ଏବେ ଠାକୁର ପୂଜା କରୁଛି। ଝୁଣା ସହିତ ଟିକେ କର୍ପୂର ପକେଇଲେ ମୋତେ ଭଲ ଲାଗେ। ମାନେ ଭଲ ବାସ୍ନାଟା ତ ହୁଏ ସେଥିପାଇଁ। ଝୁଣାର ମାନେ ନିଆଁରେ ଝୁଣା ଦେଲେ ସରିଲା। ପୂଜା ସରିଗଲା ଏବେ ମୋର। ଧୂପ ଲାଗିଗଲା। ଏଠି ତ ସବୁ କାମ ସରିଗଲା। ଏଠି ସବୁ ପୂଜା ମୁଜା ସରିଗଲା। ଏବେ ମୁଁ ଯିବି ଠାକୁର ପୂଜା କରିବା ପାଇଁ। ଦେଖ ଗୋଟେ ଛୁଆ କେମିତି ଶୋଇଛନ୍ତି। କହୁଥିଲେ ପୁଣି ମୁଁ 3ଟାରେ ଉଠିବି। ତମେ କ'ଣ ଉଠିଲ 8ଟା ନାହିଁ 7ଟା ମାନେ ଉଠୁଛ ନା? ଉଠିଲ 7ଟାର ଆଉ ଖାଇଲଣି ସେଠି କ'ଣ ଏଟା ଯେଉଁ ମଟର ଆଳୁ ତରକାରୀ, ଏଠି ପିଠା। ତମେ ଖାଇଲ ମାନେ ତମେ କ'ଣ ଖାଲି ଶୁଖି ଉଠିବ ଲେଟ୍ର, କିଛି ଗାଧୁଆ ପାଧୁଆ ନାହିଁ। କାଲି ବା କହିଥିଲ 3ଟାରେ ଉଠିବ। ଦେଖିଲା ବେଳକୁ ଏଠି ବେଶୀ ଖାଇଲଣି। ହଉ ଖାଇଦିଅ। ଭଲ ଲାଗୁଛି ନା ତରକାରୀଟା ବିନା ପିଆଜ ରସୁଣ। ପୂଜା ପୂଜି ସରିଲା ପରେ ଏଠି ଖରାବେଳେ ମାର୍କେଟ ପଳେଇ ଆସିଥିଲୁ ଟିକେ ବୁଲିବା ପାଇଁ। ଆଉ ବୁଲାବୁଲି ସାରିକି ଆସିକି ଏଇ ଯେଉଁ ଏଇଟା ଧଣିଆ ପତ୍ର ପଡ଼ିଛି, ଭଲ ଲାଗୁଛି ନା? ତାପରେ ଆମେ ବସିଛୁ ଖାଇତେ। ଏଟା ହେଉଛି ପିଆଜ ଫିଆଜ କିଛି ପଡ଼ିନି, କାହିଁକିନା ଆଜି ଗୁରୁବାର ପିଆଜ ରସୁଣ ପଡ଼ିବନି ହେଲା। ତମେ ଟିକେ ଚଳାଇଦେବ। ଏ କେଉଁଥିରେ ବି ପିଆଜ ରସୁଣ ପଡ଼ିନାହିଁ। ଆଳୁ ଛେଚାଟା ମାନେ ଏଇ ଆଳୁଟା ସିଝା ହେଇଯାଉଛି ନା କେମିତି, ଏଇ ଡାଲିରେ ଥିଲା ନା ଆଳୁ କାଢ଼ିକି ମୁଁ ଏଟାରେ ପକେଇଛି। ଭଲ ଲାଗୁଛି ନା? ଚଳେଇ ଦିଅ। ମୁଁ ଜାଣିଛି ପିଆଜ ରସୁଣ ନ ପଡ଼ିଲେ ଭଲ ଲାଗିବନି, କିନ୍ତୁ ତଥାପି ଆଜି ଦିନ ବା ଭଲ ଲାଗୁଛି। ଖାଅ।